ଆଜିର ଭିଡ଼ିଓ ମାର୍ଚ୍ଚ 5 ତାରିଖରେ ପାଳନ ହେବାକୁ ଯାଉଥିବା ପଞ୍ଚାୟତିରାଜ ଦିବସ ଉପରେ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ସମ୍ମାନାସ୍ପଦ ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ଶ୍ରଦ୍ଧା ଓ ସମ୍ମାନଯୋଗ୍ୟ ମୋର ଛୋଟ ବଡ଼ ଭାଇ ଭଉଣୀମାନେ, ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ। ଏହି ଦିବସ ଅବସରରେ ମୁଁ କିଛି ବକ୍ତବ୍ୟ ପ୍ରଦାନ କରିବି। ରାଜ୍ୟ ସରକାର ଏହାକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରୁଛନ୍ତି। ବିଜୁବାବୁଙ୍କ ସ୍ମୃତି ଉଜ୍ଜୀବିତ କରିବାକୁ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ। ଗାଁ ସହିତ ଯୋଡ଼ି ହୋଇ ପଞ୍ଚାୟତକୁ ଅଧିକ ଶକ୍ତିଶାଳୀ କରିବାରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ବିଜୁବାବୁଙ୍କ ଏଜେଣ୍ଡା ଥିଲା ବିକାଶ ଓ ମହିଳା ସଶକ୍ତିକରଣ। ପ୍ରବାଦ ପୁରୁଷ ଜନନାୟକ କଳିଙ୍ଗପୁତ୍ର ବିଜୁବାବୁ। ସେ ଥିଲେ ସାହସୀ, ସ୍ୱାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା। 5 ମାର୍ଚ୍ଚ 1916 ମସିହାରେ ଗଞ୍ଜାମ ଜିଲ୍ଲାର ଆସିକାରେ ଜନ୍ମ ହୋଇଥିଲେ। ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବାକୁ ସେ ସ୍ୱପ୍ନ ଦେଖିଥିଲେ। ଆଜି ହେଉଛି ସେହି କଳିଙ୍ଗପୁତ୍ର ବିଜୁ ପଟ୍ଟନାୟକଙ୍କ 108ତମ ଜନ୍ମ ଜୟନ୍ତୀ। ଜାତୀୟ ରାଜନୀତିରେ ସେ ଥିଲେ ଜଣେ ଜଣାଶୁଣା ଚେହେରା। 2 ଥର ମୁଖ୍ୟମନ୍ତ୍ରୀ ଓ ଥରେ କେନ୍ଦ୍ରମନ୍ତ୍ରୀ। ପଲ୍ଲୀରୁ ଦିଲ୍ଲୀ, ଦେଶରୁ ବିଦେଶ, ଆକାଶଛୁଆଁ ବ୍ୟକ୍ତିତ୍ୱ ସାଙ୍ଗକୁ ସମ୍ଭାବନାର ସମ୍ଭାର କିଛି ଏମିତି ଥିଲା ବିଜୁବାବୁଙ୍କ ରାଜନୈତିକ କାର୍ଯ୍ୟନିର୍ବାହର ପନ୍ଥା। କ୍ଷମତା ରାଜନୀତିରେ ଖୁବ୍ କମ୍ ସମୟ ରହିଥିବା ବିଜୁ ଏହି ସମୟ ଭିତରେ ଓଡ଼ିଶାର ବିନ୍ଧାଣୀ ସାଜି ସାରିଥିଲେ। ଶିଳ୍ପଠାରୁ ଆରମ୍ଭ କରି ଶିକ୍ଷା, କୃଷିଠାରୁ ଆରମ୍ଭ କରି କଳକାରଖାନା, ପ୍ରତିଟି କ୍ଷେତ୍ରରେ ବିଜୁଙ୍କର ଅବଦାନ ଅତୁଳନୀୟ। ରାଜ୍ୟରେ ନାଲ୍କୋକୁ ଜନ୍ମ ଦେବା ହେଉ ବା ପାରାଦୀପ ବନ୍ଦର ମାଧ୍ୟମରେ ସାରା ବିଶ୍ୱ ସହ ଯୋଡ଼ି ହେବାର ପ୍ରୟାସ, ଅନେକ ବାଧାବିଘ୍ନ ଆସିଥିଲା, ଅନେକ ବିବାଦ ମଧ୍ୟ ଛିଡ଼ା ହୋଇଥିଲା, କିନ୍ତୁ ରାଜ୍ୟର ବିକାଶ ପାଇଁ ଅତି ଦମ୍ଭର ସହ ଛିଡ଼ା ହୋଇଥିଲେ ଟଲ୍ ମ୍ୟାନ୍ ବିଜୁ। ଦିଲ୍ଲୀ ଦରବାରରେ ସଙ୍କଟମୋଚକ ଭାବେ ପରିଚିତ ଥିବା ବିଜୁ ଓଡ଼ିଶାର ସ୍ୱାର୍ଥ ପାଇଁ କେବେ ବି ପଛଘୁଞ୍ଚା ଦେଇନଥିଲେ। ବିକଶିତ ଓଡ଼ିଶା ପାଇଁ ସଂସଦରୁ ସଡ଼କ ଯାଏ ଲଢ଼େଇ କରିଥିଲେ ବିଜୁବାବୁ। କ୍ଷମତା ନୁହେଁ, ଯାହାଙ୍କ ପାଇଁ ଜନତାଙ୍କ ସ୍ୱାର୍ଥ ଥିଲା ସର୍ବୋପରି। ଶାସନର ସିଂହାସନ ଓ କ୍ଷମତାର ମୋହରରେ ବିଜୁ ବାନ୍ଧି ହୋଇନଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମରେ ବିଜୁଙ୍କ ଅବଦାନ, ଇଣ୍ଡୋନେସିଆ ସ୍ୱାଧୀନତାରେ ବିଜୁଙ୍କ ଭୂମିକା, ଯୁଦ୍ଧ ପରିସ୍ଥିତିରେ ଦେଶକୁ ସଙ୍କଟମୋଚକ ଭଳି ଛିଡ଼ା ହୋଇ ସାହସୀ ସିପାହୀରୁ ପରିଚୟ ଦେଇଥିଲେ ପରାକ୍ରମୀ ପାଇଲଟ ବିଜୁ ପଟ୍ଟନାୟକ। ଆକାଶ ପଥରେ ଅସମ୍ଭବକୁ ସମ୍ଭବ କରି ବିଜୁବାବୁ ପାଲଟି ଯାଇଥିଲେ ଝଡ଼ର ଇଗଲ, ଯେଉଁଥିପାଇଁ ବିଦେଶରେ ମଧ୍ୟ ଶୁଭିଥିଲା ବିଜୁଙ୍କର ଜୟ ଜୟକାର। ଇଣ୍ଡୋନେସିଆରୁ ମିଳିଥିଲା ଭୂମିପୁତ୍ର ପରି ସର୍ବୋଚ୍ଚ ସମ୍ମାନ। ଆକାଶକୁ ସବୁବେଳେ ଛୁଇଁବାକୁ ଇଚ୍ଛା କରୁଥିବା ବିଜୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ବିକାଶକୁ ଆକାଶ ଛୁଆଁ କରିବାକୁ ପ୍ରୟାସ ଜାରି ରଖିଥିଲେ। କିଛି ପୂରା କରିଥିଲେ, ଆଉ କିଛି ବାକି ଥିଲା। କିନ୍ତୁ ସବୁ ସ୍ୱପ୍ନ ପୂରା କରିବା ପୂର୍ବରୁ 17 ଏପ୍ରିଲ 1997 ମସିହାରେ ସବୁଦିନ ପାଇଁ ଶୋଇପଡ଼ିଥିଲେ ଶତାବ୍ଦୀର ଶ୍ରେଷ୍ଠ ପୁରୁଷ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଭିଡ଼ିଓଟି ପସନ୍ଦ ହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କସ୍ ଫର୍ ୱାଚିଂ।